ओम नमः शिवाय मोर स्नेहर छात्र छात्री माने दीपुसर ज्ञान यूट्यूब चैनल को स्वागत करुच्ची। आसी पिला माने मो ओडिया ग्रामर गोटे सुंदर वीडियो नहीं आसी रूढ़ी एवं लोकवाणी समस्त एमसीक्यू क्वेश्चन पिला माने आज मु आलोचना करी जहाँकि समस्त कॉम्पिटिटिव एग्जाम पाई अत्यंत गुरुत्वपूर्ण विशेषकर सीटी बीईडी एवं ओटीईटी एग्जाम रे रूढ़ी आ लोकवाणी क्वेश्चन गुड़िक आसे ସେଥିପାଇଁ ତାହାକୁ ଆଖି ଆଗରେ ରଖି ସିଟି ବିଡି ଏବଂ ଓଟିଇଟି ଏକ୍ଜାମ୍ ପାଇଁ ଆଜି ମୁଁ ଓଡ଼ିଆ ବ୍ୟାକରଣର ରୂଢ଼ି ଏବଂ ଲୋକବାଣୀର କିଛି ବଛା ବଛା ଏମସିକ୍ୟୁ କ୍ୱେଶ୍ଚନ୍ ନେଇ ଆସିଛି ଯାହାକି ତୁମମାନଙ୍କ ସହିତ ଆଲୋଚନା କରିବି ଯାହାକି ତୁମ ଏକ୍ଜାମ୍ରେ ନିଶ୍ଚୟ ଉପଯୋଗୀ ସାବ୍ୟସ୍ତ ହେବ। ପ୍ରଥମ କ୍ୱେଶ୍ଚନ୍ ପିଲାମାନେ କହିଛି ଅରଣ୍ୟ ରନ୍ଧନ ଏହା କେଉଁ ଅର୍ଥକୁ ପ୍ରକାଶ କରୁଛି? ଅରଣ୍ୟରେ କାନ୍ଦିବା, ବଣ ଜଙ୍ଗଲରେ ବସି କାନ୍ଦିବା, ବୃଥା ଚେଷ୍ଟା। ଉତ୍ତର ହେଉଛି ବୃଥା ଚେଷ୍ଟା। ଦ୍ୱିତୀୟ କ୍ୱେଶ୍ଚନ୍ ଅଣ୍ଟା ଭିଡ଼ିବା ଏହା କେଉଁ ଅର୍ଥକୁ ପ୍ରକାଶ କରେ? ଅଣ୍ଟା ଭିଡ଼ିବା ଅର୍ଥ ହେଉଛି ସାହସ କରିବା। ନେକ୍ସଟ କ୍ୱେଶ୍ଚନ୍ 3 ନମ୍ବର ପିଲାମାନେ କହିଛି ମୂଲ୍ୟହୀନ କଥା ଏଥିପାଇଁ କେଉଁ ରୂଢ଼ି ବ୍ୟବହାର କରାଯାଏ? ନା ଉତ୍ତର ହେଉଛି ଅଲଣା କଥା। ଅକଲ ଗୁଡୁମ ଏହା କେଉଁ ଅର୍ଥକୁ ପ୍ରକାଶ କରେ? ବୁଦ୍ଧିହୀନତା, ପ୍ରଖର ବୁଦ୍ଧି, ବୁଦ୍ଧି ହଜିଯିବା, ବୁଦ୍ଧି ବଢ଼ିବା। ଉତ୍ତର ହେଉଛି ବୁଦ୍ଧି ହଜିଯିବା। 5 ନମ୍ବର କ୍ୱେଶ୍ଚନ୍ କହିଛି ପ୍ରତିହିଂସା ପରାୟଣ ହେବା ଏଥିପାଇଁ କେଉଁ ରୂଢ଼ି ବ୍ୟବହାର କରାଯାଏ? ଅକସ ରଖିବା, ଅକଲ ରଖିବା, ଅକଲ ଗୁଡୁମ ହେବା। ଉତ୍ତର ହେଉଛି ଅକସ ରଖିବା। 6 ନମ୍ବର କ୍ୱେଶ୍ଚନ୍ ପିଲାମାନେ ଆଲୋଚନା କରିବା ଓହି ନକୁଳ ସମ୍ପର୍କ ଏହା କେଉଁ ଅର୍ଥକୁ ବୁଝାଏ? ସାପ ନେଉଳ ଯୁଦ୍ଧ, ସାପର ପରାଜୟ, ନେଉଳର ବିଜୟ, ଘୋର ଶତ୍ରୁତା। ଉତ୍ତର ହେଉଛି ପିଲାମାନେ ଘୋର ଶତ୍ରୁତା। ଆଖି ଦେଖାଇବା ଏହା କେଉଁ ଅର୍ଥକୁ ପ୍ରକାଶ କରେ? ଆଖି ରଖିବା, ଆଖି ଦେବା, ଆକଟ କରିବା ନା ଆଖି ଖୋଲିବା। ଉତ୍ତର ହେଉଛି ଆକଟ କରିବା। ଆକାଶ କୁସୁମ এই রূঢ়ির অর্থ কଣ? ପାରିଜାତ ଫୁଲ, ସୁନ୍ଦର ପରିବେଶ, ଅସମ୍ଭବ କଥା। ଉତ୍ତର ହେଉଛି ଅସମ୍ଭବ କଥା। 9 ନମ୍ବର କ୍ୱେଶ୍ଚନ୍ ପିଲାମାନେ ଆଲୋଚନା କରିବା। 9 ନମ୍ବର କ୍ୱେଶ୍ଚନ୍ କହିଛି ଆଖି ବୁଝିବା। ଏଇଟା ବହୁତ ଇଜି କ୍ୱେଶ୍ଚନ୍। ଆଖି ବୁଝିବାର ଅର୍ଥ ହେଉଛି କ'ଣ? ମରିଯିବା। ଉଠିଆ ଖାଇବା କେଉଁ ଅର୍ଥରେ ବ୍ୟବହାର କରାଯାଇଛି? ଉଠିଏ ବସି ଖାଇବା, ଉଠି ସାରି ଖାଇବା, ମାଗଣା ଖାଇବା। ପିଲାମାନେ ମନେ ରଖୁଥାଅ ଯେ ଉଠିଆ ଖାଇବାର ଅର୍ଥ ହେଉଛି ମାଗଣା ଖାଇବା। ଆଖିରେ ଧୂଳି ଦେବା ଏହା କେଉଁ ଅର୍ଥକୁ ପ୍ରକାଶ କରେ? ଆଖିକୁ ଧୂଳି ଫିଙ୍ଗି ଦେବା, ଠକିବା ନା ଭଲ ଜିନିଷ? ଉତ୍ତର ପିଲାମାନେ ହେଉଛି ଯେ ଆଖିର ଧୂଳି ଦେବାର ଅର୍ଥ ହେଉଛି ଠକିବା। ସଂକୁଚିତ ପରିବେଶରେ ବଢ଼ିଥିବା ବ୍ୟକ୍ତି ଏଇଟାର ଲୋକବାଣୀଟି କ'ଣ? ଅପସନ୍ କେଉଁ ଗାଈର ଗୋବର, କୂପମଣ୍ଡୁକ, ଏ ଘର ମାଉସୀ ସେ ଘର ପିଉଛି। ମନୋତ ପିଲାମାନେ ସେ ସଂକୁଚିତ ପରିବେଶରେ ବଢ଼ିଥିବା ବ୍ୟକ୍ତିର ଲୋକବାଣୀ ହେଉଛି କୂପମଣ୍ଡୁକ। ସୁଯୋଗକୁ ଅପେକ୍ଷା କରିବା ଏ ଅର୍ଥଟି କେଉଁ ରୂଢ଼ିର? ଅର ଉଣ୍ଡିବା, ଅର ଦେଖିବା, ଅକର ଖୋଳିବା। ଉତ୍ତର ହେଉଛି ଅର ଉଣ୍ଡିବା। 14 ନମ୍ବର କ୍ୱେଶ୍ଚନ୍ ପିଲାମାନେ ହାତ ଧରିବା ଏଟା କେଉଁ ଅର୍ଥକୁ ପ୍ରକାଶ କରୁଛି? ହାତ ଧରିବା, ହାତକୁ ଧରିବା, ବିବାହ କରିବା, ହାତକୁ ଜୋର ଧରିବା, ପ୍ରଶ୍ରୟ କରିବା। ମନେ ରଖୁଥାଅ ହାତ ଧରିବାର ଅର୍ଥ ହେଉଛି ବିବାହ କରିବା। ସର୍ବନାଶ କରିବା ଏ ଅର୍ଥଟି ପାଇଁ କେଉଁ ରୂଢ଼ି ବ୍ୟବହୃତ ହୁଏ? ସର୍ବନାଶ କରିବା, କାନ ନାକ ଧରିବା, କରଡ଼ି ଜଳିବା, କଳା କାନ ବୁଲେଇବା, କାଠ ହେଇଯିବା। ଉତ୍ତର ହେଉଛି କଳା କନା ବୁଲାଇବା। ଗାଲରେ ହାତ ଦେବା ଏ ରୂଢ଼ିର ଅର୍ଥ କ'ଣ? ଉପେକ୍ଷା କରିବା, ସର୍ବନାଶ କରିବା, ଚିନ୍ତିତ ହେବା। ଦେଖ ପିଲାମାନେ ଗାଲରେ ହାତ ଦେବାର ଅର୍ଥ ହେଉଛି ଚିନ୍ତିତ ହେବା। ନେକ୍ସଟ କ୍ୱେଶ୍ଚନ୍ ପିଲାମାନେ ଆଲୋଚନା କରିବା ଗୋବର ଗଣେଶ ଏହା କେଉଁ ଅର୍ଥକୁ ପ୍ରକାଶ କରେ? ଗୋବର ତିଆରି ଗଣେଶ, ମୂଲ୍ୟହୀନ କଥା, ଗଜମୂର୍ଖ। ଉତ୍ତର ହେଉଛି ଗଜମୂର୍ଖ। ଚିତା କାଟିବା এই ରୂଢ଼ିଟିର କେଉଁ ଅର୍ଥରେ ବ୍ୟବହାର କରାଯାଏ? ଚିତା କାଟିବା, ଆତ୍ମସାତ କରିବା, ଠକିବା, ଲୁଚେଇବା
ଶତ୍ରୁ ବା ଉତ୍ତର ହେଉଛି ଠକିବା। ଜିରାରୁ ଶିରା କାଢ଼ିବା, ଏହାର ଅର୍ଥ କ'ଣ? ଟିକିନିକି ପରୀକ୍ଷା କରିବା, ସମ୍ମୁଖୀନ ହେବା, ସବୁବେଳେ ଦୋଷ ବାଛିବା, ଖୁବ୍ ଆପଣାର ହେବା। ଉତ୍ତର ହେଉଛି ସବୁବେଳେ ଦୋଷ ବାଛିବା। ନେକ୍ସଟ କ୍ୱେଶ୍ଚନ୍ ପିଲାମାନେ, ଝାଳ ବୁହା ଧନ ଏହା କେଉଁ ଅର୍ଥକୁ ବୁଝାଏ? ଯେଉଁ ନୋଟରେ ଝାଳ ଲାଗିଥାଏ, ଝାଳ ଯୋଗୁଁ ଧନ ବଢ଼େ, ଝାଳ ବୋହିଲେ ଧନ ଲାଭ, କଷ୍ଟ ଉପାର୍ଜିତ। ଉତ୍ତର ହେଉଛି କଷ୍ଟ ଉପାର୍ଜିତ। ନେକ୍ସଟ କ୍ୱେଶ୍ଚନ୍, ଛାତି ପଥର କରିବା ଏହା କେଉଁ ଅର୍ଥରେ ବ୍ୟବହାର କରାଯାଏ? ମଜବୁତ ହେବା, ସହିବା, ଓଜନ ସହିବା ବା ଖାଇବା। ଉତ୍ତର ପିଲାମାନେ ହେଉଛି ସହିବା। ଲୋକଟିର ସମ୍ପତ୍ତି ବାଡ଼ି ଠ ବୁଲିଗଲାଣି ଏହା କେଉଁ ଅର୍ଥ ପ୍ରକାଶ କରେ? ଲୋକଟିର ସମ୍ପତ୍ତି ବାଡ଼ି ଠ ବୁଲିଗଲାଣି, ବଢ଼ିଗଲାଣି, କମିଗଲାଣି, ସବୁ ଶେଷ ହୋଇଗଲାଣି। ଉତ୍ତର ପିଲାମାନେ ହେଉଛି ସବୁ ଶେଷ ହେଲାଣି। ଶତ୍ରୁ ଆମ ଘର ଗୁପ୍ତ ଭାବରେ ଲୁଚି ରହିବା ପାଇଁ କେଉଁ ରୂଢ଼ି ବ୍ୟବହାର କରାଯାଏ? ଯେ ଶତ୍ରୁ ଆମ ଘରେ ଲୁଚି ରହିବ, ତାର ଅର୍ଥ ହେଉଛି ପିଲାମାନେ ଢୋଲ ଭିତରେ ମୂଷା। ତିନି ପାଞ୍ଜିରୁ ଯିବା, ତିନି ପାଇବାର ଅର୍ଥ କ'ଣ? ସର୍ବନାଶ ହେବା, ପାଞ୍ଜିରେ ସ୍ଥାନ ପାଇବା, ତିନି ପାଞ୍ଜିରୁ ଯିବା ମାନେ ସର୍ବନାଶ ଯାଉ, ସେ ହାତରେ ନାହିଁ। ଦାନ୍ତ ଦେଖାଇବା ରୂଢ଼ିର ଅର୍ଥ କ'ଣ? ଦାନ୍ତ ଦେଖାଇବା, ଦାନ୍ତ ଘଷିବା, ଦାନ୍ତ ବାହାରକୁ ଚିକଚିକ୍ କରିବା, ପରିହାସ କରିବା, ଦାନ୍ତକୁ ରୋଗ ହେବା। ଉତ୍ତର ପିଲାମାନେ ହେଉଛି 25 ନମ୍ବର, ପରିହାସ କରିବା। ପ୍ରତିଶୋଧ ନେବା, ଏଥିପାଇଁ ଆମେ କେଉଁ ରୂଢ଼ିକୁ ବ୍ୟବହାର କରିବା? ଦାନ୍ତ ଦେଖାଇବା, ଦାଉ ସାଧିବା, ଦାନା ମାରିବା, ତାଉ ଦେଖାଇବା। ଉତ୍ତର ପିଲାମାନେ ବି ଦାଉ ସାଧିବା। ନା ପକାଇବା, ସୁନାମ ଅର୍ଜନ କରିବା ନା ଦୁନାମ ଅର୍ଜନ କରିବା। ଉତ୍ତର ହେଉଛି ଦୁନାମ ଅର୍ଜନ କରିବା। ନାକ ଛିଚାଡ଼ିବା, ଯେ ନାକ ଛିଚାଡ଼ିବା କେଉଁ ଅର୍ଥରେ ବ୍ୟବହାର କରାଯାଏ? ନାକ ଛିଚାଡ଼ିବା, ସୁ କରିବା, ଘୃଣା କରିବା, କିଛି କହିବା, ଶୁଣିବା। ଉତ୍ତର ହେଉଛି ଘୃଣା କରିବା। ନାଟର ଗୋବର୍ଦ୍ଧନ, ଏଠି ତ ପିଲାମାନେ ଆମେ ଜାଣିଛେ ଯେ ସବୁ ଅନର୍ଥର ମୂଳ ହେଉଛି ନାଟର ଗୋବର୍ଦ୍ଧନ। ନେଡ଼ିଗୁଡ଼ କହୁଣୀକୁ ବୋହିବା, ଏହାର ଅର୍ଥ କ'ଣ? ନେଡ଼ିଗୁଡ଼ କହୁଣୀକୁ ବୋହିବା, ତାର ଅର୍ଥ ହେଉଛି ଅଣାୟତ୍ତ ହେବା। କାହାର ପାଲିଙ୍କି ଉପରେ ପାଟ ଛତା ତ କାହାର ବେଡ଼ି ଉପରେ କରଡ଼ା। କାହାର ପାଲିଙ୍କି ଉପରେ ପାଟ ଛତା ତ କାହାର ବେଡ଼ି ଉପରେ କରଡ଼ା। ରେଖାଙ୍କିତ ପ୍ରବଚନ କ'ଣ? ନା କାହାର ପାଲିଙ୍କି ଉପରେ ପାଟ ଛତା ତ କାହାର ବେଡ଼ି ଉପରେ କରଡ଼ା। ତେଣୁ ପାଲିଙ୍କି ଉପରେ ପାଟ ଛତା ଅଛି, ତାର ଅର୍ଥ ହେଉଛି ପିଲାମାନେ ଉନ୍ନତି ଉପରେ ଉନ୍ନତି କରିବା। ପିଲାଟିର ପାଠପଢ଼ାରେ ଡୋରି ବନ୍ଧା ହେଇଗଲାଣି, ପିଲାଟିର ପାଠପଢ଼ାରେ ଡୋରି ବନ୍ଧା ହେଇଗଲାଣି, ତେଣୁ ପାଠପଢ଼ାରେ ଡୋରି ବନ୍ଧା ହେଲାଣି, ତାର ଅର୍ଥ ହେଉଛି କ'ଣ? ସେ ପାଠପଢ଼ା ସବୁ ବନ୍ଦ କରି ଦେଲାଣି। ଯେ ଉତ୍ତର ହେବ ପାଠପଢ଼ା ସବୁ ବନ୍ଦ କରିଦେଲାଣି। ବଣ ବିଛୁଆତି, ଯେ ବଣ ବିଛୁଆତି ଅର୍ଥ କ'ଣ? ବଣର ବିଛୁଆତି, ବିଛୁଆତି ପରି ଗୋଲୁ କରିବା, ବଣରେ ବିଛୁଆତି ଗଛ ଥାଏ ନା ଜନ୍ମରୁ ନଷ୍ଟ। ଉତ୍ତର ହେଉଛି ଜନ୍ମରୁ ନଷ୍ଟ। ଫାଙ୍କି ଦେବା କେଉଁ ଅର୍ଥରେ ବ୍ୟବହାର କରାଯାଏ? ଫାଙ୍କି ଦେବା, ଫାଙ୍କା ବାସ କରିବା, ଫାଙ୍କା ଫାଙ୍କା ଚାଲିବା, ଠକି ଦେବା। ଉତ୍ତର ହେଉଛି ପିଲାମାନେ ଠକି ଦେବା। ଫସର ପାଟିବା, ଫସର ପାଟିବାର ଅର୍ଥ କ'ଣ? ଆରମ୍ଭ ହେବା, ସକାଳ ହେବା, ଫସର ଯିବା ନା ଜନ୍ମରୁ ଦୁଃଖ। ଉତ୍ତର ହେଉଛି ସକାଳ ହେବା। ବାଟ କାଟିବା କେଉଁ ଅର୍ଥରେ ବ୍ୟବହୃତ? ବାଟକୁ ଖୋଳିବା, ନିଜ ରାସ୍ତା ନିଜେ ଦେଖିବା, ବାଟକୁ ହାଣିବା, ଆକଟ କରିବା। ଉତ୍ତର ହେଉଛି ନିଜ ରାସ୍ତା ନିଜେ ଦେଖିବା। ବାଆକୁ ବତା, ବାଆକୁ ବତା এই ରୂଢ଼ିର ଅର୍ଥ କ'ଣ? ସାମାନ୍ୟ ପ୍ରତିକାର, ଉପଯୁକ୍ତ ପ୍ରତିକାର, ବାଆକୁ ବତା ଦେଖାଇବା, ତାର ଅର୍ଥ କ'ଣ? ଉତ୍ତର ହେଉଛି ସାମାନ୍ୟ ପ୍ରତିକାର। କୌଣସି କାର୍ଯ୍ୟ ପାଇଁ ଆଗରୁ ପ୍ରସ୍ତୁତ ନ ହୋଇ ହଠାତ୍ ତରତର ହୋଇ କାର୍ଯ୍ୟ କରିବା, ସେ କୌଣସି କାର୍ଯ୍ୟ ପାଇଁ ଆଗରୁ ପ୍ରସ୍ତୁତ ନ ହୋଇ ହଠାତ୍ ତରତର ହୋଇ କାର୍ଯ୍ୟ କରିବା, ଏ ଅର୍ଥ ପ୍ରକାଶ କରୁଥିବା ରୂଢ଼ିଟି କ'ଣ? ଉତ୍ତର ହେଉଛି ବାହାଘର ବେଳେ ବାଇଗଣ ରୁଆ। ସେ ଲୋକଟି ଗୋଟିଏ ବିରାଡ଼ି ବୈଷ୍ଣବ, ସେ ଲୋକଟି ଗୋଟିଏ ବିରାଡ଼ି ବୈଷ୍ଣବ, ଏ ଅର୍ଥଟି କେଉଁ ଅର୍ଥରେ ପ୍ରକାଶ କରାଯାଏ? ବିରାଡ଼ି ରୂପୀ ବୈଷ୍ଣବ ନା ବୈଷ୍ଣବ ରୂପୀ ବିରାଡ଼ି ନା ପ୍ରତାରକ ଭଣ୍ଡ ତପସ୍ୱୀ। ଉତ୍ତର ହେଉଛି ଭଣ୍ଡ ତପସ୍ୱୀ। ଚୋରକୁ ହାତ କାମୁଡ଼ା ଶିଖାଇବା,
ଯେ ଚୋରକୁ ହାତ କାମୁଡ଼ା ଶିଖାଇବା। ଏ ରୂଢ଼ିର ଅର୍ଥ କ'ଣ? ନା ଚୋରକୁ ଚାଲାକ କରିବା, ଚୋରକୁ ଧରିବା, ନା ଚୋରକୁ ବାଡ଼େଇବା, ନା ଖସି ଯିବାର ବାଟ ଚୋରକୁ ବତାଇବା। এইটা ପିଲାମାନେ ଉତ୍ତର ଯେ ଖସି ଯିବାର ବାଟ ଚୋରକୁ ବତାଇବା। ଦେଖ ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଆଲୋଚନା କରୁଛି। ଏଇ ଟାଇପ୍ର କ୍ୱେଶ୍ଚନ୍ ଏକ୍ଜାମ୍ରେ ଆସିବ। ବେଡ଼ି ଉପରେ କରଡ଼ା, ଯେ ବେଡ଼ି ଉପରେ କରଡ଼ାର ଅର୍ଥ କ'ଣ? ନା ଦୁଃଖ ଉପରେ ଦୁଃଖ। ଭାଲୁ ଧରାଇବା, ଯେ ଭାଲୁ ଧରାଇବା ଏ ରୂଢ଼ିଟିର କେଉଁ ଅର୍ଥ ପ୍ରକାଶ କରେ? ଯେ ଭାଲୁ ଧରାଇବା ରୂଢ଼ିଟି ଠକିବା ଅର୍ଥରେ ପ୍ରକାଶ କରାଯାଏ। ସର୍ବନାଶ ହେବା এই ଅର୍ଥରେ କେଉଁ ରୂଢ଼ି ପ୍ରଯୁଜ୍ୟ? ଭେଳା ବୁଡ଼ିବା, ନା ମୁଣ୍ଡ ଟୁଙ୍ଗାରିବା, ନା ମନ ଘର ଧରିବା, ନା ମୁହଁ ଦେବା। ନା ସର୍ବନାଶ ହେଲେ କ'ଣ କୁହନ୍ତି? ନା ଭେଳା ଧରିବା। ମୁଣ୍ଡ ଝାଳ ତୁଣ୍ଡରେ ମାରିବା, ମୁଣ୍ଡ ଝାଳ ତୁଣ୍ଡରେ ମାରିବା ତାର ଅର୍ଥ ହେଉଛି କଠିନ ପରିଶ୍ରମ କରିବା, ନା ମୁଣ୍ଡ ଝାଳରେ ମାରିବା। ଉତ୍ତର ପିଲାମାନେ ହେଉଛି କଠିନ ପରିଶ୍ରମ କରିବା। ଭିକ ମାଗିବା, ଯେ ଭିକ ମାଗିବାଟା କେଉଁ ଅର୍ଥରେ ଏଇ ଅର୍ଥ କେଉଁ ରୂଢ଼ିକୁ ବୁଝାଏ? ଭିକ ମାଗିବା। ହାତ ବାରିଶି, ହାତ ବତାଇବା, ହାତ ଶଙ୍କା ଦର୍ପଣ, ନା ହାତ ଦେବା। ଉତ୍ତର ହେଉଛି ବି, ହାତ ବତାଇବା। ଢକେ ପି ଦଣ୍ଡେ ଜି, ଢକେ ପି ଦଣ୍ଡେ ଜି এই ଲୋକବାଣୀଟି କେଉଁ ଅର୍ଥରେ ବ୍ୟବହୃତ? ଢକେ ପି ଦଣ୍ଡେ ଜି। ଢକେ ପି ରହିବା, କଷ୍ଟେମଷ୍ଟେ ବଞ୍ଚି ରହିବା, ବଞ୍ଚିବାକୁ ଲୋକେ ମାତ୍ର ଲୋଡ଼ା, ନା ଦଣ୍ଡେ ରହିବାକୁ ଚେଷ୍ଟା କରିବା। ଉତ୍ତର ପିଲାମାନେ ହେଉଛି ବି ଅପସନ୍, କଷ୍ଟେମଷ୍ଟେ ବଞ୍ଚିବା। ଓଟ ମୁହଁରେ ଜିରା, ଯେ ଓଟ ମୁହଁରେ ଜିରା ଏହା କେଉଁ ଅର୍ଥକୁ ପ୍ରକାଶ କରେ? ଓଟକୁ ଜିରା ଖାଇବାକୁ ଦେବା, ଜିରା ଖାଇବାକୁ ଓଟ ଭଲ ପାଏ, ବେଶୀ ଖାଇବା ଲୋକକୁ କମ୍ ଦେବା। ଏଇଟା ହେବ ବେଶୀ ଖାଇବା ଲୋକକୁ କମ୍ ଦେବା। କୌଣସି ବ୍ୟକ୍ତି ନିଜ ଅଞ୍ଚଳରେ ସମ୍ମାନ ନ ପାଇବା, ଯେ ଗୋଟିଏ ଲୋକ ତା ନିଜ ଅଞ୍ଚଳରେ ସମ୍ମାନ ଆଦୌ ପାଉନାହିଁ, ତାର ଅର୍ଥ ହେଉଛି ଗାଁ କନିଆ ଶିଗାଣି ନାଖି। ବୃଥା ପରିଶ୍ରମ କରିବା, ଯେ ବୃଥାରେ ପରିଶ୍ରମ କରିବା କେଉଁ ରୂଢ଼ି ପାଇଁ ପ୍ରଯୁଜ୍ୟ? ଯେ ବୃଥାରେ ପରିଶ୍ରମ କରିବା। କୁହୁଡ଼ି ପହଁରିବା, ଅହନ୍ତା କରିବା, ଧୂଆଁ ଧରିବା, କପା ଖାଇରେ ବସିବା। ଉତ୍ତର ହେଉଛି କୁହୁଡ଼ି ପହଁରିବା। ଅନ୍ଧ ବୁଝାବଣା କେଉଁ ଅର୍ଥ? ଅନ୍ଧ ବୁଝାବଣା। ଉତ୍ତର ହେଉଛି ଅନ୍ୟାୟ ବିଚାରକୁ ପିଲାମାନେ କହନ୍ତି ଅନ୍ଧ ବୁଝାବଣା। ନେକ୍ସଟ କ୍ୱେଶ୍ଚନ୍, ଅଣ୍ଟି ଚୁରି ତଣ୍ଟି କାଟେ ଏଇ ଲୋକବାଣୀଟିର ଅର୍ଥ କ'ଣ? ଯେ ଅଣ୍ଟି ଛୁରୀ ତଣ୍ଟି କାଟେ, ନା ନିଜ ଲୋକ ଶତ୍ରୁ ଆଚରଣ କରିବା, ନା ଅଣ୍ଟିରେ ଛୁରୀକୁ ତଣ୍ଟିରେ କାଟିବା ବ୍ୟବହାର କରିବା, ନା ତଣ୍ଟି କାଟିବାକୁ ଅଣ୍ଟିରେ ଛୁରୀ ଲୁଚାଇ ରଖିବା, ଶତ୍ରୁକୁ ସଂହାର କରିବା। ଉତ୍ତର ହେଉଛି ନିଜ ଲୋକ ଶତ୍ରୁ ହେବା। ଅନଧିକାର ଚର୍ଚ୍ଚା, ଅନଧିକାର ଚର୍ଚ୍ଚା କେଉଁ ପ୍ରବଚନ ବ୍ୟବହୃତ? ଯେ ଅନଧିକାର ଚର୍ଚ୍ଚା, ଅଦା ବେପାରର ଜାହାଜ ମୂଲ, ତାର ଅର୍ଥ ହେଉଛି ଅନଧିକାର ଚର୍ଚ୍ଚା। ଆୟ ଦେଖି ବ୍ୟୟ, ଆୟ ଦେଖିକି ବ୍ୟୟ କରିବା। ଏଇଟା ଏଇ ଲୋକବାଣୀର ଅର୍ଥ କ'ଣ? ଆୟ ଦେଖିକି ବ୍ୟୟ କରିବା ଅର୍ଥ ହେଉଛି ମିତ ବ୍ୟୟୀ ହେବା। ଆଲୋ ମଉସା ଜଡ଼ ପଇସା ଏ ଲୋକବାଣୀର ଅର୍ଥ କ'ଣ? ଆଲୋ ମଉସା ଜଡ଼ ପଇସା ଅର୍ଥ ହେଉଛି ଅର୍ଥ ହିଁ ସବୁର ମୂଳ। ମଉସାକୁ ଅର୍ଥ ମାଗିବା, ନା ଦେଖି ଚାହିଁ ଖର୍ଚ୍ଚ କରିବା। ଉତ୍ତର ହେଉଛି ଅର୍ଥ ହିଁ ସବୁର ମୂଳ। ନିଜ ମାନ ସମ୍ମାନକୁ ନିଜେ ଜଗି ଚଳିବା, ନିଜ ମାନ ସମ୍ମାନକୁ ନିଜେ ଜଗି ଚଳିବା ଏହି ଅର୍ଥ ପାଇଁ କେଉଁ ଲୋକବାଣୀଟି ପ୍ରଚୁର୍ଯ୍ୟ? ଆଲ ସଖୀ ଆପଣା ମହତ ଆପେ ରଖି। ଉତ୍ତର ହେବ ଆଲ ସଖୀ ଆପଣା ମହତ ଆପେ ରଖି। ମହାକାଳ ଫଳ କେତେ ସୁନ୍ଦର, ଯେ ମହାକାଳ ଫଳ କେଡ଼େ ସୁନ୍ଦର କେଉଁ ଅଂଶଟି ଯୋଡ଼ିଲେ ଲୋକବାଣୀଟି ସାର୍ଥକ ହେବ? ଯେ ତାକୁ ଦେଖି ତୁମେ କର ଆଦର, ଭିତର ଦେଖିଲେ ପୋଡ଼ା ଅଙ୍ଗାର। ଏଇଟା ବୁଝ। ଯେ ମହାକାଳ ଫଳ କେତେ ସୁନ୍ଦର, ଭିତରେ ଦେଖିଲେ ପୋଡ଼ା ଅଙ୍ଗାର। 57 ନମ୍ବର କ୍ୱେଶ୍ଚନ୍, ଅଭିଜ୍ଞତାରୁ ଶିକ୍ଷା ଲାଭ, ଯେ ଅଭିଜ୍ଞତାରୁ ଶିକ୍ଷା ଲାଭ ଅର୍ଥରେ କେଉଁ ଲୋକବାଣୀ ପ୍ରଚଳିତ? ଅଭିଜ୍ଞତାରୁ ଶିକ୍ଷା ଲାଭ। ଏଇ ମନ ବୃନ୍ଦାବନ, କବିତୁଣ୍ଡ ମେଣ୍ଢାମୁଣ୍ଡ, ବ୍ରହ୍ମା ବିଳିବିଳେଇଲେ ବେଦ, ଏ ବର୍ଷର ମୂଳୁ ଆର ବର୍ଷକୁ ବୈଦ। ଉତ୍ତର ହେଉଛି ଏ ବର୍ଷ ମୂଳୁ ଆର ବର୍ଷକୁ ବୈଦ। କଙ୍କଡ଼ାକୁ ଗୋଳି ପାଣି ସୁହାଏ, ଯେ କଙ୍କଡ଼ାକୁ ଗୋଳି ପାଣି ସୁହାଏ ଏହା କେଉଁ ଅର୍ଥକୁ ପ୍ରକାଶ କରେ?
ନା ଅସାଧୁଙ୍କ ପାଇଁ ଗୋଳମାଳିଆ ପରିସ୍ଥିତି ସହାୟକ। କଷ୍ଟ କଲେ କୃଷ୍ଣ ମିଳେ। ଯେ କଷ୍ଟ କଲେ କୃଷ୍ଣ ମିଳେ ତାର ଅର୍ଥ କ'ଣ? ନା କଠିନ ପରିଶ୍ରମ କଲେ ସିଦ୍ଧ ମିଳିବ। ଅତ୍ୟନ୍ତ ସ୍ୱାଭିମାନର ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କ'ଣ? କାଣି ବିରାଡ଼ିକି କୁଜି ଅସରପା, କାଉଁରିଆ କାଟି ଭାଙ୍ଗିଯିବ ସିନା ନୋଇବ ନାହିଁ। କାଉଁରିଆ କାଟି ଭାଙ୍ଗିଯିବ ସିନା ନୋଇବ ନାହିଁ। ଏହି ଉତ୍ତରଟି ପିଲାମାନେ। ସାମାନ୍ୟ କାମ ପାଇଁ ବହୁ ପରିଶ୍ରମ କରିବା, ଏହି ଅର୍ଥଟି ଲୋକବାଣୀ କ'ଣ ଅଛି? ଖଳ କରବ ତ ମାର ମୂଷା, ହର ଗୁଣ ଫେଡ଼ ମିଶା, ଆଉ ସବୁ କଥା ଚାଳରେ ଖସା। ଉତ୍ତର ହେବ ଖଳ ପର୍ବତ ମାର ମୂଷା। କାହାର ପୁଷ ମାସ ତ କାହାର ସର୍ବନାଶ। ଅର୍ଥ କ'ଣ? ପୁଷ ମାସରେ ଶୀତ ପଡ଼େ, ଶୀତ ଯୋଗୁଁ ସର୍ବନାଶ ହୁଏ। ଜଣଙ୍କର ଲାଭ ବେଳେ ଉତ୍ତର ହେବ ଜଣଙ୍କର ଲାଭ ବେଳେ ଅନ୍ୟ ଜଣଙ୍କର କ୍ଷତି। ନେକ୍ସଟ କ୍ୱେଶ୍ଚନ, ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ, ଏହା କେଉଁ ଅର୍ଥକୁ ବୁଝାଏ? ଯେ ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ, ଏଇଟା କେଉଁ ଅର୍ଥକୁ ବୁଝାଏ ପିଲାମାନେ? ଉତ୍ତର ହେଉଛି ଗୁଣୀ ଲୋକ ଅନ୍ୟର ଗୁଣକୁ ଆଦର କରିଥାଏ। ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। ଚାଷ ତରତର ଡେସ୍ ମଠ, ଯେ ଚାଷ ତରତର ବଣିଜ ମଠ। ଘୁଷୁରୀକୁ ପାଚିଲା କଦଳୀ ରୁଚେ ନାହିଁ, ଏହା କେଉଁ ଅର୍ଥ ପ୍ରକାଶ କରେ? ଯେ ଅଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଉନ୍ନତ ପରିଚର୍ଯ୍ୟା ଆବଶ୍ୟକ ନଥାଏ। ଜାନ୍ ଯାଉ ମାନ ଥାଉ, ଜାନ୍ ଯାଉ ମାନ ଥାଉ, ଏହା କେଉଁ ଅର୍ଥରେ ପ୍ରକାଶ କରେ? ଜାନ୍ ବା ଜୀବନ ପ୍ରତି ଖାତିର ନାହିଁ, ମର୍ଯ୍ୟାଦା ମଣିଷର ଭୂଷଣ, ଇଜ୍ଜତ ଜୀବନଠାରୁ ବଡ଼, ଜୀବନ ଦେଇ ମାନ ରକ୍ଷା କରିବା। ଉତ୍ତର ହେଉଛି ମର୍ଯ୍ୟାଦା ମଣିଷର ଭୂଷଣ। ଲୋକ ମୁଖରେ କଥାଟା ପ୍ରସାର ଲାଭ କରେ, ଏଥିପାଇଁ କେଉଁ ଲୋକବାଣୀଟି ପ୍ରଚାର କରାଯାଏ? ଯେ ଲୋକ ମୁଖରେ କଥାଟା ପ୍ରସାର ଲାଭ କରେ, ଏଥିପାଇଁ କେଉଁ ଲୋକବାଣୀଟି ପ୍ରୟୋଗ କରାଯାଏ? ଅପସନ୍ 3, ତୁଣ୍ଡରେ ଛେଳି କୁକୁର, ତୁଣ୍ଡ ବାଇଦ୍ର ସହସ୍ର କୋଷ, ନାଚି ନ ଜାଣି ଅଗଣାର ଦୋଷ। ଉତ୍ତର ହେଉଛି ପିଲାମାନେ ତୁଣ୍ଡ ବାଇଦ୍ର ସହସ୍ର କୋଷ। ଆଲେକଜାଣ୍ଡାର ଧରାକୁ ସରା ମଣୁଥିଲେ, ଏଠି ସରାର ଧରାକୁ ସରା ମଣୁଥିଲେ କେଉଁ ଅର୍ଥରେ ବାହାରିছে? ନା ଗର୍ବ ଅର୍ଥରେ। ତୁଳସୀ ଦୁଇପତ୍ର ବାସେ, ତୁଳସୀ ଦୁଇପତ୍ର ବାସେ, ଏହା କେଉଁ ଅର୍ଥକୁ ପ୍ରକାଶ କରେ? ଯେ ପ୍ରକୃତ ଗୁଣ ପ୍ରାଥମିକ ସ୍ତରରୁ ଜାଣି ହୁଏ। 70 ନମ୍ବର କ୍ୱେଶ୍ଚନ ପିଲାମାନେ କହିଛି ଯତ୍ନ କଲେ ରତ୍ନ ମିଳେ, କେଉଁ ଅର୍ଥରେ ବ୍ୟବହାର କରାଯାଇଛି? ଅଧ୍ୟୟ ବ୍ୟବସାୟ ସଫଳତାର ଚାବିକାଠି, ଏଟା ହେବ ଅଧ୍ୟୟ ବ୍ୟବସାୟ ସଫଳତାର ଚାବିକାଠି। ପିଲାମାନେ ଦେଖ, ବର୍ତ୍ତମାନ ମୁଁ ବଛା 70ଟି ରୂଢ଼ି ଏବଂ ଲୋକବାଣୀ ଆଲୋଚନା କଲି। ବହୁତ ସୁନ୍ଦର ସୁନ୍ଦର କ୍ୱେଶ୍ଚନ ଆଲୋଚନା କଲି। ଟିକେ ନିହାତି ପ୍ରାକ୍ଟିସ୍ କରିଦେବ, ନିଶ୍ଚୟ ତୁମର ବିଭିନ୍ନ କମ୍ପିଟେଟିଭ୍ ଏକ୍ଜାମ୍ରେ ନିଶ୍ଚୟ ଭିଡ଼ିଓଟି ଉପଯୋଗୀ ସାବ୍ୟସ୍ତ ହେବ। ପିଲାମାନେ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ କରିବ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଏବଂ ସାଙ୍ଗମାନେ ନିଶ୍ଚୟ ସେୟାର କରିବ।